जय श्री जगन्नाथ भाई बने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर नक्षत्र विषय टिके डीप गोटे सेशन नेबा नक्षत्र चरण विषय आ सेगुड़ा कौन ପାଇଁ आवश्यक कौन ପାଇଁ कि राशि रे चरणर कौन महत्व अछि ई कैलकुलेशन टा हम भलसे बुझिबा एटा गोटे इंटरैक्टिव सेशन रहइबो तेणु सर्वप्रथमे समस्ते गोटे कॉन्सेप्ट मन रखंतु एटा को हम पढुचे काई सेटा त लास्ट रे पढला पर आपण जानि पारि जदि A इज इक्वल टू बी बी इज इक्वल टू सी ताले एथुर कोरोलारी कोण बाहरला जदि A इज इक्वल टू बी बी इज इक्वल टू सी ताले एथुर कोरोलारी कोण बाहरिला सी इज इक्वल टू ए। ऑब्वियसली ठीक अछि तो आमे एटा को भलो से डिटेल डिस्कशन करिया ए कथाटा हम काहे की कहली एटा को आबे आगु जाके डिस्कशन देखिबा हमर ज्योतिष रे भाव केतेटा हमर ए टॉपिक रो ना रहिला नक्षत्र चरण ଆମର ଗୋଟେ କୁଣ୍ଡलीରେ ଜେନେରାଲି କେତେଟା ଭାବ ଅଛି 12ଟା ଭାବ ହଁ କି ନାଇଁ 1 2 3 4 5 6 7 8 9 10 11 12 ଆଚ୍ଛା କିଏ କହିପାରିବ ଏଇ ଯୋଉ ଟୋଟାଲ ଟା କେତେ ଡିଗ୍ରୀ 360 डिग्री। ଯଦି ଯଦି ଟୋଟାଲ ଟା 360 ଡିଗ୍ରୀ ହେଲା ମାନେ 12ଟା ଭାବ ହଉଛି 360 ଡିଗ୍ରୀ ତାହେଲେ ଗୋଟେ ଭାବର ପରିମାଣ କେତେ ହେଲା 30 डिग्री। ତାହେଲେ ଗୋଟେ ଭାବ ହେଲା କେତେ 12ଟା ଭାବ ଯଦି ଆମର 360 ହେଲା ଗୋଟେ ଭାବ ହେଲା 30 ଡିଗ୍ରୀ ଏଟା କ୍ଲିୟର ଏଟା କ୍ଲିୟର ତ ସେମତି ଗୋଟେ ଭାବରେ ଗୋଟେ ଭାବରେ 9 ପାଦ ରହେ କେତେ ପାଦ 9ଟା ପାଦ ବା ପଦ ଠିକ ଅଛି ଗୋଟେ ଭାବ କେତେ 9 ପାଦ ଆଉ କଣ ଆମେ ଜାଣିଲେ ନା ଗୋଟେ ଭାବ ଇଜ ଇକ୍ୱାଲ ଟୁ 30 ଡିଗ୍ରୀ ଏ ଦି ଜିନିଷ ମନେ ରହିଲା ରାଜ ବାବୁ हाँ। ଯଦି ଗୋଟେ ଭାବ ଇଜ ଇକ୍ୱାଲ ଟୁ 9 ପାଦ ଗୋଟେ ଭାବ ଇଜ ଇକ୍ୱାଲ ଟୁ 30 ଡିଗ୍ରୀ ତାହେଲେ 9 ପାଦ ଇଜ ଇକ୍ୱାଲ ଟୁ 30 ଡିଗ୍ରୀ हम्म। ମୁଁ ସେଇଟା ମୂଳରୁ କଣ କହିଥିଲି A ଇଜ ଇକ୍ୱାଲ ଟୁ B B ଇଜ ଇକ୍ୱାଲ ଟୁ C ହେଲେ A ଇଜ ଇକ୍ୱାଲ ଟୁ C A ଇଜ ଇକ୍ୱାଲ ଟୁ B ହେଲା A ଇଜ ଇକ୍ୱାଲ ଟୁ C ହେଲା ତାହେଲେ A ଇଜ ଇକ୍ୱାଲ ଟୁ C ହେଲା କି ନାଇଁ यस। ତେଣୁ A ଇଜ ଇକ୍ୱାଲ ଟୁ C 9 ପାଦ ଯଦି 9 ପାଦ 30 ଡିଗ୍ରୀ ହେଲା ଗୋଟେ ପାଦ କେତେ 30/9। 30 डिग्री डिवाइड बाय 9 इज इक्वल टू 3 डिग्री 20 मिनिट 20 मिनट। କାରଣ ଆମେ ଜାଣିଛେ ଗୋଟେ ଡିଗ୍ରୀ ହଉଛି 60 ମିନିଟ हम्म। କ୍ଲିୟର हम्म। ତାହେଲେ ଗୋଟେ ନକ୍ଷତ୍ର ଗୋଟେ ଆଉ ଗୋଟେ କଥା ମନେ ରଖନ୍ତୁ ଗୋଟେ ନକ୍ଷତ୍ର କେତେ ପାଦେ 4 ପାଦ ଗୋଟେ ନକ୍ଷତ୍ର କେତେ ପାଦ प्यारी बात। ଗୋଟେ ରାଶି କେତେ ପାଦ କେତେ ପାଦ 10। ଆଉ 20 ପାଦ ନା ଗୋଟେ ରାଶି ହଉଛି 9 ପାଦ ଏଠି ପରା କହିଲି ଗୋଟେ ଭାବ ମାନେ ଗୋଟେ ରାଶି ହେଲାନି କି ତାହେଲେ ଗୋଟେ ଭାବଟା ଗୋଟେ ରାଶି ଯାଉନି କି हम्म। हम्म। ତାହେଲେ ଗୋଟେ ଭାବଟା 9 ପାଦ ଗୋଟେ ନକ୍ଷତ୍ର ହଉଛି 4 ପାଦ हम्म। ଏଇ ଜିନିଷଟା କ୍ଲିୟର ହେଇଗଲେ କି हम्म।
ଏଟା ଟିକେ ପ୍ରାକ୍ଟିସ କରିବାକୁ ପଡେ, ବାରମ୍ବାର ଦେଖିଲେ ମନେ ରହିବ। ଏମିତି ଶୁଣୁ କିନି ପୁଁ କିନି କହିଦେଲେ ମନେ ରହିବ ନାହିଁ। ପ୍ରାକ୍ଟିସ କର। ତୁ କିନି ପୁଁ କିନି କହିଦେଲେ ମନେ ରହିବ ନାହିଁ। ଏଇଟା ଏଇ ଜିନିଷଟା ଆପଣ ମାନେ ଭଲସେ କ୍ଲିୟରଲି ମନେ ରଖନ୍ତୁ, ଠିକ ଅଛି। ଆଚ୍ଛା, ମୁଁ ଏଇଟା କାହିଁକି ପଢଉଛି, ୟାର ମାନେ ୟାର କଣ ମାନେ ୟାର କଣ ପାଇଁ ଆମେ ଏଇ ଜିନିଷଟାକୁ ପଢୁଛେ? ଆମେ ଏଇ ଜିନିଷଟାକୁ ଏଇଥିପାଇଁ ପଢୁଛେ ଯେ ଆମେ ଜାଣିବା ଯେ କୋଉ ରାଶିରେ କେତେ ନକ୍ଷତ୍ର ରହିଲା। କ୍ଲିୟର ନା? କୋଉ ରାଶିରେ କେତେ ନକ୍ଷତ୍ର ରାଇଟ୍। ରହିଲା। ସେଥିପାଇଁ ବର୍ତ୍ତମାନ ମୁଁ ରାଜବାବୁଙ୍କୁ ରିକ୍ୱେଷ୍ଟ କରିବି, ଏ କ୍ୟାଲକୁଲେସନ ଟା କ୍ଲିୟର ହେଲେ କି ସର୍ବପ୍ରଥମେ ମୁଁ ଆଉଥରେ କହିଦିଏ ହୁଁ ଯେ ହୁଁ ଗୋଟେ ନକ୍ଷତ୍ର ହଉଛି 4 ପାଦ, ଗୋଟେ ରାଶି ହଉଛି 9 ପାଦ। ହୁଁ ବର୍ତ୍ତମାନ ଏଇଟା ନକ୍ଷତ୍ରର ଟେବୁଲ ଦେଖନ୍ତୁ, ଗୋଟେ ରାଶି କେତେ ପାଦ? ଏଟାକୁ ବଡ ଛୋଟ କରିବେନି କି ଜୁମ ହୁଁ ଇନ ଜୁମ ଆଉଟ କରିବେନି, ହୁଁ ଠିକ ଅଛି। ଏଟାକୁ ପୁରା ସେମିତି ଆଜ ଇଟ ଇଜ ରହିବାକୁ ଦିଅନ୍ତୁ। ହୁଁ। ଗୋଟେ ରାଶି କେତେ ପାଦ? 9 ପାଦ। ଏଇଠି ଦେଖିଲା, ଏଇଠି ଦେଖିଲା ମିଶେଇଲା ୟାକୁ, 9 ପାଦ ହଉଛି ନା ନାଇଁ? 4 4 ହଁ ମେଷ ଯୋଉଟା 4 4 8 1 9। ଏଇଠି ଦେଖିଲା ମିଶେଇଲ, ଏଠି 9 ପାଦ ହଉଛି ନା ନାଇଁ? ବୃଷ ନ ହଁ। ଏଇଠି ଦେଖିଲା ମିଶେଇଲା, 9 ପାଦ ହଉଛି ନା ନାଇଁ? ହୁଁ 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 ଏଠି 9 ପାଦ ହଉଛି ନା ନାଇଁ? ତେଣୁ ହୁଁ। ପ୍ରତ୍ୟେକ 4 3 ରାଶି, 7 8 9। ମେଷ ରାଶି, ତେଣୁ ପ୍ରତ୍ୟେକ ରାଶି ହଉଛି 9 ପାଦ। ପ୍ରତ୍ୟେକ ରାଶି କେତେ? ନା 9 ପାଦ। ତେଣୁ ଗୋଟେ ଜିନିଷ ଗୋଟେ କ୍ଲିୟରଲି ମନେ ରଖିବ ଯେ ମେଷ ରାଶିରେ 3ଟି ନକ୍ଷତ୍ର ଅଛି। ମେଷ ରାଶିରେ ଅଶ୍ୱିନୀ ନକ୍ଷତ୍ର 4 ପାଦ ଭୋଗ ହଉଛି, ଦ୍ୱିତୀୟ ନକ୍ଷତ୍ର 4 ପାଦ ଭୋଗ ହଉଛି, କୃତ୍ତିକା ନକ୍ଷତ୍ର ପାଦେ ଭୋଗ ହଉଛି। ହୁଁ ବୃଷ ରାଶିରେ କୃତ୍ତିକା ନକ୍ଷତ୍ରର 3 ପାଦ ରହିଲା, ରୋହିଣୀ ନକ୍ଷତ୍ର 4 ପାଦ ଭୋଗ ହେଲା, ମୃଗଶିରା ନକ୍ଷତ୍ର 2 ପାଦ ଭୋଗ ହଉଛି। ହୁଁ ମିଥୁନ ରାଶିରେ ମୃଗଶିରା ନକ୍ଷତ୍ର 2 ପାଦ ଭୋଗ ହଉଛି, ଆଦ୍ରା 4 ପାଦ ଭୋଗ ହଉଛି, ପୁନର୍ବସୁ 3 ପାଦ ଭୋଗ ହଉଛି। ହୁଁ କର୍କଟ ରାଶିରେ ପୁନର୍ବାସୁ 1 ପାଦ ଭୋଗ ହଉଛି, ପୁଷ୍ୟା 4 ପାଦ ଭୋଗ ହଉଛି, ଅଶ୍ଲେଷା 4 ପାଦ ଭୋଗ ହଉଛି। ହୁଁ ଏଇଭଳି ଭାବରେ ସେ ସିରିଜ ଟା ଚାଲିଛି। ହୁଁ କ୍ଲିୟର? ହୁଁ ହୁଁ। ତ ଯଦି ଗୋଟେ ପାଦ ହଉଛି 3 ଡିଗ୍ରୀ 20 ମିନିଟ, ତାହେଲେ 4 ପାଦ କେତେ ଡିଗ୍ରୀ କେତେ ମିନିଟ? 3 डिग्री 20 मिनट ହେଲେ 4 3 12। ଯଦି 12। ଏକ ଏକ କିଛି ମନେ ନ ରଖିଲେ, ପାଠ ନ ପଢିଲେ ଯାହା ହବ। ରାଜ ଭାଇ ପେନ୍ ଟା ଚାଲୁନି କଣ ପାଇଁ? 13 डिग्री 20 13 डिग्री 20 मिनिट। ହଁ, ତାହେଲେ ଗୋଟେ ଗୋଟେ ପାଦ କେତେ ଡିଗ୍ରୀ କେତେ ମିନିଟ? ଗୋଟେ ପାଦ ହଉଛି 3 ଡିଗ୍ରୀ 20 3 डिग्री 20। ମିନିଟ। 2 ପାଦ କେତେ ଡିଗ୍ରୀ କେତେ ମିନିଟ? 6 डिग्री 40 मिनट। 6 डिग्री 40 मिनिट। ଠିକ ଅଛି। ଆଉ 3 ପାଦ କେତେ ହେଲା? 6 7 8 9 डिग्री। 9 डिग्री। 10 ଡିଗ୍ରୀ 10 ଡିଗ୍ରୀ। तो हाँ 10 10 9 हाँ। 1 10 ଡିଗ୍ରୀ 10 हाँ। 10 हम्म। डिग्री। ହେଲା। ଆଉ 4 ପାଦ ହେଲା 13 ଡିଗ୍ରୀ 20 ମିନିଟ। ଏଥିରୁ ତମେ ଡିଭିଜନ ବୁଝିଗଲ? हाँ हाँ हाँ। ବୁଝିପାରିଲ କଥାଟା? यस यस यस। ତେବେ ଏଇଥିରୁ ଆମେ କଣ ଜାଣିଲୁ ନା, ଚନ୍ଦ୍ର ଯୋଉ ରାଶିରେ ଯୋଉ ନକ୍ଷତ୍ର ରହିଲା ସେଇଟା ତ ଆମର ରାଶି ହେଇଗଲା। हम्म ତେଣୁ ଚନ୍ଦ୍ର କୋଉ ପାଦରେ ଅଛି, ଚନ୍ଦ୍ରର ଡିଗ୍ରୀ ଦେଖିଲେ ଆମେ ଜାଣିପାରିବା ଯେ ଏଇ ନକ୍ଷତ୍ର କୋଉ ପାଦରେ ଅଛି, हम्म କେତେ ଡିଗ୍ରୀରେ ଅଛି। କ୍ଲିୟର? हम्म। ତେବେ ଆଜିର ସେସନରେ ଆମେ ନକ୍ଷତ୍ରର ଭାବ, ଗୋଟେ ଭାବ 30 ଡିଗ୍ରୀ, ଗୋଟେ ଭାବ 9 ପାଦ, ଗୋଟେ ନକ୍ଷତ୍ର 4 ପାଦ, ଗୋଟେ ରାଶିରେ
ତିନୋଟି ନକ୍ଷତ୍ର ଭୋଗ ହୁଏ ବୋଲି ଜାଣିଲେ। କ୍ଲିୟର? ହୁଁ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।